ସାଙ୍ଗମାନେ କୋଶଳା ଶାଗ ଯେଉଁ ସାର ଫାର ଦେଇକିରି କେତେ କେତେ ଲମ୍ବା କରିଛନ୍ତି ଦେଖିଲ। 10 ବିଡ଼ା ଖଣ୍ଡେ ଆଣିଛନ୍ତି, 2 ବିଡ଼ା କାଫି, କାରଣ ଆମ ପରିବାରର କମ୍, ସେ ଏକାଟିଆ ଖାଆନ୍ତି। ମୁଁ ଭଲ ପାଏନି କି ମୋ ପୁଅ ଭଲ ପାଏନି। ଆମେ କେଉଁ ଶାଗ ଭଲ ପାଉ ନା, ଆମେ ସଜନା ଶାଗ ଭଲ ପାଉ, ଛୁନଛୁନିଆ ଶାଗ ଯେଉଁ ବିଲିଆ ବିଲିଆ ପତ୍ର ତାକୁ ଭଲ ପାଉ, କଳମ ଶାଗ ଭଲ ପାଉ। ମୁଁ ମୋର ଏଇଟା ଖାଏ। ଆଉ ପିଲା ତ ଶାଗ ବଡ଼ ପଟିଏ ଖାଏ, ସାନଟା ତାହେଲେ ଖାଇନି। ଦେଖିବା କେଡ଼େ କେଡ଼େ ଲମ୍ବା ଲମ୍ବା, 2 ବିଡ଼ା କାଟିଲେ କାଫି ନୁହଁ। ସାର ଦେଇ ଦେଉଛନ୍ତି ଆଉ ଶାଗ ତେଣି ତମ ଦେହ ଖରାପ ହଉ, ବିକ୍ରି କରିବା କଥା ତାଙ୍କର। ଦେଖୁନାହାନ୍ତି ଅରୁଆ ଅନ୍ନ କେମିତି କରୁଛି। ଆଜି ପ୍ରଭୁଙ୍କୁ ପ୍ରସାଦ ଦିଆହେବ, ପ୍ରସାଦ ଦିଆହେବ। ଏଇସବୁ ଯାହା ହେଇଛି ଆଇଟମ, ଇଏ ପଛରେ ଖାଲି ପଞ୍ଚଫୁଟଣ ଜିରା ଫୁଟା ହେବ, ଟମାଟୋ ଫୁଟା ହେବ, ଆଉ ଏ କୋଶଳା ଶାଗଟା ହେବ। ମନ୍ଦିରରୁ ଆସିକିରି ଜଷ୍ଟ ଆରମ୍ଭ କରୁଛି। ଆଉ ରାତିକି ଟିକେ ବିରି ଚାଉଳ ବତୁରେଇଛି, ପିଠା ହେବ। ଆଉ ଆପଣମାନେ ତ ସବୁ ଆଜି ବ୍ରତ କରିଥିବେ। ପ୍ରସାଦ ଟିକେ କଲେ କ'ଣ ହେଲା, ଆଜି ପିଆଜ ରସୁଣ ତ ନାହିଁ। ଆଉ ମୁଁ ଓଷା କରିନି, ମୁଁ ଜଳଖିଆ ଖାଇଛି। କ'ଣ କହିଲେ, ଆଜି ଟିକେ ପ୍ରସାଦ ସାଧା କରିଛି, ପ୍ରସାଦ ଟିକେ ଦେବି ଆଉ ହେଲା। ଆଉ ଆପଣମାନେ ସବୁ ତ ଯାହା କରିଥିବେ, ଭିଡ଼ିଓ ତ ସବୁ କରନ୍ତି, ଭଉଣୀମାନେ ପ୍ରାୟ ସମସ୍ତେ କରନ୍ତି। ନିଜସ୍ୱ କଣ୍ଟେଣ୍ଟ ଆମ ପାଇଁ ଠିକ୍। ଆମେ ତ ଗୃହିଣୀ, ଆମେ କ'ଣ ବାହାରେ ଯାଇକରି କିଛି ସେମିତି ଇଏ କରିବା। କେତେବେଳେ କେମିତି ଟିକେ କେଉଁଠିକି ଗଲୁ ତାଙ୍କ ସହିତ ବୁଲିବା ପାଇଁ ଟିକେ ସୌଭାଗ୍ୟ ମିଳେ। ନହେଲେ ଆମେ ସବୁବେଳେ ପଦାକୁ, ଆମକୁ ମୁଁ ମୋ କଥା କହୁଛି, ମୁଁ ଯାଇନି ସବୁବେଳେ ଘର ଭିତରେ, ସବୁବେଳେ ମୋର ମୁଣ୍ଡରେ ଲୁଗା, ସବୁବେଳେ ମୁଁ ଘର ଭିତରେ ମୋତେ ଭଲ ପାଏ। ମୋତେ ବୁଲିବାକୁ ବେଶୀ ଭଲ ଲାଗେନି, କାରଣ ମନ୍ଦିର ଟିକେ ଯିବାକୁ ଭଲ ପାଏ। ଆଜି ଟିକେ ଯାଇଥିଲି ସେମିତି। ଆଉ ଆପଣମାନେ ଭଲରେ ଥାଆନ୍ତୁ, ସମସ୍ତଙ୍କୁ ମହାପ୍ରଭୁ ଭଲରେ ରଖନ୍ତୁ। ଆଉ କ'ଣ କହିବି, ଆପଣମାନେ ତ ସବୁ ଭିଡ଼ିଓ କରିଛନ୍ତି, ମୁଁ ଆପଣଙ୍କଠାରୁ ବହୁତ ଶିଖିଗଲିଣି କହିବା। ନୁଟା ଅଭ୍ୟାସ କାହିଁକି ମୋର ଯାଉନି ମୁଁ ଜାଣିନି। ସାଧା ଟିକେ ହେଲେ ପ୍ରଭୁଙ୍କୁ ପ୍ରସାଦ ଲାଗିବ।